ଆପଣଙ୍କର ଯଦି ଧନୁ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନୁ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଜୁନ୍ ମାସରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ବା ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ଧନୁ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବେ କରନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ ଜୟ ଶନିଦେବ ନିଶ୍ଚିନ୍ତ ଭାବେ ଲେଖନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ ଧନୁ ରାଶିର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କର ଗୁରୁ ସ୍ଥାନର ଲକ୍ଷ୍ମୀ ନାରାୟଣଙ୍କ ସ୍ଥାନର ଲାଭ ଘରେ ବିରାଜମାନ କରୁଛନ୍ତି, ଯାହାଫଳରେ କି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। ପୂର୍ବରୁ ଆପଣ ଦେଖୁଥିବେ ବହୁତ ମାତ୍ରାରେ ଅସୁବିଧାର ଆପଣ ସମ୍ମୁଖୀନ କରୁଥିଲେ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋସନ୍ ଘଟୁନଥିଲା ଏବଂ ବିଜନେସ୍ରେ ବହୁତ ମାତ୍ରାରେ ଲସ୍ ରହୁଥିଲା। ତା ସହିତ ସମାଜରେ ମଧ୍ୟ ଆପଣଙ୍କର ମାନହାନି ସମ୍ମାନହାନି ମଧ୍ୟ ମାତ୍ରାରେ ହେଉଥିଲା। ତେବେ ଦେଖିବେ ଏଭଳି ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ। ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ଆସିବ ଏବଂ ନୂତନ ଚାକିରି ପାଇଁ ମଧ୍ୟ ଅପରଚ୍ୟୁନିଟି ଆସିପାରେ। କିଛି ବିଜନେସ୍ କ୍ଷେତ୍ରରେ ଆପଣଙ୍କର ପ୍ରଫିଟ୍ ମଧ୍ୟ ହେବ ଏବଂ କିଛି ନୂତନ ବିଜନେସ୍ ମଧ୍ୟ ଆପଣ ଆରମ୍ଭ କରିପାରନ୍ତି ଏହି ଜୁନ୍ ମାସରେ। ଯଦି ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ, ତେବେ ସ୍ୱାସ୍ଥ୍ୟ ମଧ୍ୟ ବହୁତ ମାତ୍ରାରେ ସୁସ୍ଥ ରହିବ। ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଯେଉଁ ଲାଗି ରହୁଥିଲା, ଡାଇବେଟିସ୍ ଜନିତ ସମସ୍ୟା ଯେଉଁ ଲାଗି ରହିଥିଲା, ତାହା ସମସ୍ତ ପ୍ରକାରର ସମସ୍ୟା ଦୂର ହେବ ଏବଂ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହେବ, ଯାହାଫଳରେ କି ଆର୍ଥିକ ସ୍ଥିତି ଷ୍ଟ୍ରଙ୍ଗ ରହିବ ଆପଣଙ୍କର ଏବଂ ଆପଣ ଋଣରେ ଯେଉଁ ବୁଡ଼ି ରହିଥିଲେ ସେଥିରୁ ଆପଣ ମୁକ୍ତ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବୃଦ୍ଧି ଘଟିବ। ତେବେ ଆପଣ ଯେତେ ମାତ୍ରାରେ ପାରୁଛନ୍ତି କିଛି ଦାନ କରନ୍ତୁ, କାରଣ ଆପଣଙ୍କର ଲାଭ ଘରେ ତ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି, କିନ୍ତୁ ଆପଣଙ୍କର କର୍ମ ଘରେ ଶନି ମହାଗ୍ରହ ବିରାଜମାନ କରିଛନ୍ତି, ଯାହାର ପ୍ରଭାବ ଆପଣଙ୍କ ଉପରେ ବହୁତ ମାତ୍ରାରେ ପଡ଼ିବାର ସମ୍ଭାବନା ମଧ୍ୟ ରହୁଅଛି। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଭଲ କାର୍ଯ୍ୟ କରନ୍ତୁ ଏବଂ ନିଷ୍କାମ କର୍ମ କରନ୍ତୁ, ଯାହାଫଳରେ କି ଶନି ମହାଗ୍ରହଙ୍କର କୌଣସି ଇଫେକ୍ଟ ଆପଣଙ୍କ ଉପରେ ପଡ଼ିବ ନାହିଁ ଏବଂ ଆପଣ ଯେତେ ମାତ୍ରାରେ ପାରୁଛନ୍ତି କିଛି ଦାନ କରନ୍ତୁ, ଅର୍ଥଦାନ କରନ୍ତୁ, ଯାହାଫଳରେ କି ଆପଣଙ୍କର ପ୍ରଭୁଙ୍କୁ ଆଶା ରଖି ଯେତେ ମାତ୍ରାରେ ଆପଣ ଅର୍ଥଦାନ କରିବେ ବା ଖାଦ୍ୟଦାନ କରିବେ, ନିଷ୍କାମ ଭାବେ ଆପଣ କାର୍ଯ୍ୟ କରିବେ, ଆପଣଙ୍କର କର୍ତ୍ତବ୍ୟ ପାଳନ କରିବେ, ଆପଣଙ୍କ ଉପରେ ମହାଦେବଙ୍କର ବିଶେଷ ଆଶୀର୍ବାଦ ମଧ୍ୟ ରହିବ ଏବଂ ଶନିଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ରହିବ। ଯଦି ଆପଣଙ୍କର ପରିବାର ଉପରେ ନଜର ପକାଇବା, ତେବେ ପ୍ରେମ ଜୀବନରେ ଆପଣଙ୍କର ବହୁତ କିଛି ପରିବର୍ତ୍ତନ ଘଟିବ। ପୂର୍ବରୁ ଆପଣଙ୍କର ଯେଉଁ ପ୍ରେମ ଜୀବନରେ ବାଦ ବିବାଦ ଦେଖାଯାଉଥିଲା, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ କଳିକଜିଆ ଲାଗୁଥିଲା, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଥିଲା, ଭାଇ ଭାଇଙ୍କ ମଧ୍ୟରେ କଳହ ଦେଖାଯାଉଥିଲା। ଏମିତି ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ। ଆପଣଙ୍କର ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ ଗଢ଼ି ଉଠିବ ଏବଂ ସମାଜରେ ଆପଣ ଏକ ନୂତନ ସ୍ଥିତି ଗଢ଼ି ଉଠିବେ। ଆପଣଙ୍କର ସମାଜରେ ଏକ ନୂତନ ପରିଚୟ ମଧ୍ୟ ଗଢ଼ି ଉଠିବ। କିନ୍ତୁ ଆପଣଙ୍କର କିଛି ଆକ୍ସିଡେଣ୍ଟ ହେବାର ମଧ୍ୟ ଅଛି, ଯେହେତୁ ଆପଣଙ୍କର ସୂର୍ଯ୍ୟ ମହାଗ୍ରହ ଆପଣଙ୍କ ରାହୁଙ୍କ ସହ ଏକତ୍ର ହୋଇ ଦ୍ୱାଦଶ ଘରେ ରହୁଛନ୍ତି। ତେଣୁ ଆପଣଙ୍କର କିଛି ମାତ୍ରାରେ ଏଭଳି ସମସ୍ୟା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବା ସ୍ୱାଭାବିକ ଅଟେ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଭଲ କାର୍ଯ୍ୟ କରନ୍ତୁ, ନିଷ୍କାମ ଭାବେ କର୍ମ କରନ୍ତୁ ଏବଂ ଈଶ୍ୱରଙ୍କ ଉପରେ ସମସ୍ତ ଆଶାର ସମସ୍ତ କର୍ମର ଫଳ ଛାଡ଼ି ଦିଅନ୍ତୁ। ଆପଣଙ୍କ ହାତରେ କେବଳ କର୍ମ କରିବାର ହିଁ ଉଦ୍ଦେଶ୍ୟ ଅଛି ଏବଂ କର୍ମ ହିଁ କରିପାରିବେ, ଫଳ ଆପଣଙ୍କ ହାତରେ ନାହିଁ। ତେଣୁ ଫଳକୁ ଆଶା କରନ୍ତୁ ନାହିଁ, ଆପଣ କେବଳ ଆପଣଙ୍କର କର୍ମ କରିଚାଲନ୍ତୁ, ତେବେ ଦେଖିବେ ନିଶ୍ଚିତ ଭାବେ ଆପଣ ସଫଳତା ପ୍ରାପ୍ତ କରିବେ। ଆପଣଙ୍କର ମୋଟାମୋଟି ଦେଖିବାକୁ ଗଲେ ଏହି ଜୁନ୍ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ, କିନ୍ତୁ କିଛି ମାତ୍ରାରେ ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ ଏବଂ ଆର୍ଥିକ ଆୟରେ ମଧ୍ୟ ଆପଣ ଷ୍ଟ୍ରଙ୍ଗ ହୋଇପାରନ୍ତି। ତେବେ ଆପଣ ଯଦି ପ୍ରତ୍ୟେକ ଦିନ ସ୍ନାନ କରିସାରି ଆପଣଙ୍କର ସୂର୍ଯ୍ୟ ମହାଗ୍ରହଙ୍କୁ ଯଦି
ଜଳାର୍ପଣ କରନ୍ତି ତେବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ। ଏବଂ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ଯଦି ସମୟ ହେଉଛି ହରେକୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ହରେକୃଷ୍ଣ ମହାମନ୍ତ୍ର ଜପ କରନ୍ତୁ। ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ପାଠ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ। ତେବେ ଆଜି ତ ସମୟ ହୋଇଯାଇଅଛି, ଭିଡ଼ିଓଟିକୁ ଏଇଠି ରଖୁଛୁ। ଆପଣଙ୍କର ଯଦି ଧନୁରାଶି ହୋଇଥାଏ ଏବଂ ଆପଣ ଈଶ୍ୱରଙ୍କୁ ସଚ୍ଚ ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।